ଆଜି ଏତେ ପାଖରୁ ହେଲିକପ୍ଟର ଦେଖିବି ବୋଲି ମୁଁ ଭାବି ହିଁ ନଥିଲି। ତ ଜୟ ଜଗନ୍ନାଥ ସାଙ୍ଗମାନେ, ତ ସକାଳୁ ସକାଳୁ ଉଠିକି ମୁଁ ଦେଖିଲି କି ବାପା ଗୋଟେ 1.5 କିଲୋର ମିଢ଼ ମାଛ ଆଣିଛନ୍ତି ଆଉ ତା ସହ କିଛି କଣ୍ଟିଆ ମାଛ ବି ଆଣିଛନ୍ତି। ତାପରେ ମୁଁ ପଳେଇ ଆସିଲି ଆମ ଛାତ ଉପରକୁ। ଛାତ ଉପରକୁ ଆସିକି ଦେଖିଲି କି ଆମ ଛାତରେ ଗୋଟେ କଖାରୁ ହେଇଛି। ଆପଣମାନଙ୍କ ଗାଁର କଖାରୁ କଣ କୁହନ୍ତି ମତେ କମେଣ୍ଟ ମାଧ୍ୟମରେ ଜଣେଇବେ। ତାପରେ ମୁଁ ପଳେଇ ଆସିଲି ତଳକୁ ଖାଇବା ପାଇଁ। ତ ବର୍ତ୍ତମାନ ଚକୁଳି ସହିତ ଆଳୁ ତରକାରୀ ଦେଇକି ବର୍ତ୍ତମାନ ଖାଇଦେଲି। ତ ଖିଆପିଆ ସରିଲା ପରେ ମୁଁ ପଳେଇ ଆସିଥିଲି ଦୋକାନ ପାଖକୁ। ତ ଦୋକାନ ପାଖରେ ପହଞ୍ଚିଲା ପରେ ମୁଁ ଦୋକାନ ପାଖରେ ବସିଲି। ତାପରେ ମୁଁ ଆସିକି ବାପାଙ୍କୁ ଘରକୁ ପଠେଇଦେଲି। ଘରକୁ ଗଲା ପରେ ମୁଁ କିଛି ସମୟ ଦୋକାନ ଭିତରେ ବସିଲା ପରେ ମୁଁ ବାହାରକୁ ଆସି ଦେଖିଲି କି ଆମ ଦୋକାନ ପାଖରେ ଗୋଟେ ବର ଗଛରେ ଗୋଟେ ମାଙ୍କଡ଼ଟା ଆସିକି ବସିଛି। ମାଙ୍କଡ଼କୁ ଦେଖି ସାରିଲା ପରେ ମୁଁ ପଳେଇ ଆସିଲି ଘରକୁ। ତ ଘରେ ପହଞ୍ଚିଲା ପରେ ବୋଉକୁ ନେଇକି ମୁଁ ଚାଲିଲି ରସାଳପୁର ଗଭର୍ଣ୍ଣମେଣ୍ଟ ହସ୍ପିଟାଲ, କାହିଁକି ନା ବୋଉ ପାଇଁ ମେଡିସିନ କିଛି ଆସିବାର ଅଛି। ହସ୍ପିଟାଲରେ ପହଞ୍ଚିଲା ପରେ ଆମେ ମେଡିସିନ ନେଇକି ପଳେଇ ଆସିଲୁ ଗୋଟେ ଦୋକାନକୁ, କାହିଁକି ନା ଝିଲ୍ଲିଙ୍କର କିଛି ଜିନିଷ କିଣିବାର ଥିଲା। ସେଥିପାଇଁ ଆମେ ଆସିକି ଗୋଟେ ଦୋକାନରେ ତାଟିଆ ଆଉ ଚାମଚ କିଣିକି ନେଇ ଆସିଲୁ ଅଙ୍ଗନବାଡି ପାଇଁ। ତାପରେ ସେଠୁ ମୁଁ ପଳେଇ ଆସିଥିଲି ଘର ପାଖକୁ। ତ ଘର ପାଖରେ ଆସିକି ଦେଖିଲି କି ଗୋଟେ ହେଲିକପ୍ଟର ପାଖରେ ଉଡ଼ିକି ଯାଉଛି। ଆପଣମାନେ ଏତେ ପାଖରୁ ହେଲିକପ୍ଟର ଦେଖିଛନ୍ତି କି ନାହିଁ ମତେ କମେଣ୍ଟ ମାଧ୍ୟମରେ ଜଣେଇବେ। ରହିଲି, ଜୟ ଜଗନ୍ନାଥ।